ସାର୍ ଆପଣଙ୍କୁ ନ୍ୟୁଜ ରୁମ୍ କୁ ସ୍ୱାଗତ କରୁଛି। ବର୍ତ୍ତମାନ ସମୟ ଦେଖାଯାଉଛି ଯେ ସ୍ୱର୍ଗଦ୍ୱାରରେ କାଠର ଅଭାବ ହେତୁ ବୈଦ୍ୟୁତିକ ଚୁଲା ଯଦି କହିବା ଇଲେକ୍ଟ୍ରିକ ଚୁଲାରେ ଶବ ପୋଡା ଯାଉଛି। ଆପଣଙ୍କ ମତାମତ କଣ ସାର୍? ଏହା କଣ ଠିକ? କାହିଁକି ଦେଖନ୍ତୁ ଏମିତି କରାଯାଉଛି? ଏଇଟା ଲଙ୍ଗ ଟର୍ମ ରେ ପୃଥିବୀ ସାରା ଆପଣ ଯଦି ଦେଖିବେ ଆଜ୍ଞା ଆଉ ଭାରତର ବହୁତ ସହରରେ ବି ଏ କନଭର୍ସନ ଟା ହଉଛି ଆଜ୍ଞା। ଆଜ୍ଞା ଏଟା ଗୋଟେ ଆପଣ ଯାହାବି କିନ୍ତୁ ସ୍ୱର୍ଗ ଦ୍ୱାରଟା ଏଟା ହୁଁ ଗୋଟେ ଅଲଗା ଜାଗା। ସ୍ୱର୍ଗ ଦ୍ୱାର ହେଲା କି ବାନାରସର ଦଶମେଧ ଘାଟ ହେଲା କି ସବୁ ଏମିତିଆ ଜାଗା ହେଲା, ହୁଁ ଏଟା ଟ୍ରେଡିସନାଲ ଆଜ୍ଞା। ଏଟା ଶହେ ଶହେ ବର୍ଷ ହେଲା ଗୋଟେ ଏମିତି ଚାଲି ଆସିଛି। ମାନେ ଇଲେକ୍ଟ୍ରିକ ଚୁଲାରେ ପୋଡା ହଉଛି ଏମିତି? ନା 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 ଆଜ୍ଞା ଖାଲି କାଠ ଚଲାରେ ହିଁ ପୋଡା ହେଇଛି। ଏଟା ଗୋଟେ ଆଜ୍ଞା ସ୍ୱର୍ଗ ଦ୍ୱାର ହେଲା କି ବାନାରସର ଘାଟ ହେଲା କି ଏମିତି ଆହ୍ଲାବାଦ ତ୍ରିବେଣୀ ସବୁ ସଙ୍ଗମ ଘାଟ ହେଲା, ଆଜ୍ଞା ଏଗୁଡା ଖାଲି ଗୋଟେ ମଶାଣି ନୁହେଁ। ହୁଁ ଏଇଟା ଗୋଟେ ବହୁତ ମାନେ ରିଲିଜିୟସ ସେଣ୍ଟର ଗୋଟେ ବହୁତ ବଡ। ସେଇଠି ଲୋକଙ୍କର ଆସ୍ଥା ବହୁତ ଜଡିତ ଅଛି, ବୁଝିଲେ? ଆଜ୍ଞା ତାକୁ ଆପଣ ଗୋଟେ ଯେମିତି ଆମର ସତ୍ୟନଗର ମଶାଣି କି ଓଲ୍ଡ ଟାଉନ ମଶାଣି ଭଳିଆ ତାକୁ କମ୍ପେୟାର କରିପାରିବେ ନାହିଁ। ନିହାତି ଆମେ ହଁ ଜାଣିପାରୁଛୁ ଯଦି ଅଛି ଏବେ ଚେଞ୍ଜିଂ ଟ୍ରେଣ୍ଡ ରେ ଏସବୁ ହବ, ଇଲେକ୍ଟ୍ରିକ ଚୁଲା ହବ, ଗ୍ୟାସ ଚୁଲା ହବ, ସବୁ ହବ। କିନ୍ତୁ ଏଇଗୁଡା ଜାଗାରେ ଯୋଉଠି ଏତେ ଲୋକଙ୍କର ଆସ୍ଥା, ଯାହାର ଏତେ ଐତିହ୍ୟ ଅଛି, ଯାହାର ଏତେ ଧାର୍ମିକ ଭାବନା ଅଛି, ସେଗୁଡ଼ା ସବୁ ଜାଗାରେ କରିବା କଥା ନୁହେଁ। ସେଟା ଯୋଉ ଟ୍ରେଡିସନାଲ ଯାହା କାଠ ଚାଲିଥିଲା ଆଜ୍ଞା ସେୟା ଚାଲୁ। ଅଲଗା ଜାଗାରେ ସେ ଗୋଟେ ଇଲେକ୍ଟ୍ରିକ କରିଦେଇ ପାରନ୍ତି। ସେଇଠି ବି କରିଛନ୍ତି, ସେଇଠି ଯଦି ହବ। କିନ୍ତୁ ଯଦି ଲୋକଙ୍କର ଇଚ୍ଛା, ଯଦି ବି ସେ କରିବେ, ଗୋଟେ ଲୋକ ଯଦି ସ୍ଵ ଇଚ୍ଛାରେ ଚାହିଁବ, ହୁଁ କିନ୍ତୁ କାଠ ଅଭାବ ହୁଁ ଏଇଟା ଗୋଟେ ଭୁଲ କାରଣ ଆଜ୍ଞା। ତେଣୁ କାହିଁକି କାଠ ଯଦି ଆମେ କହିପାରିବା, ଯଦି କାଠ ଅଛି କିନ୍ତୁ କାହିଁକି ତାହେଲେ ପ୍ରିଫର କରୁଛନ୍ତି ଇଲେକ୍ଟ୍ରିକ ଚୁଲାରେ ଶବ ପୋଡିବା ପାଇଁ? ଅଛନ୍ତି ଏମିତି ବହୁତ ମଡର୍ଣ ଲୋକ ଅଛନ୍ତି ଯେ ଆଜ୍ଞା ଟିକେ ପରିବେଶ କୁ ତାଙ୍କର ଇଏ ଅଛି ଇଣ୍ଟରେଷ୍ଟ, ସେମାନେ ଏମତି ଚାହୁଁଥିବେ କି ଆମେ ଇଲେକ୍ଟ୍ରିକରେ କରୁ। ବହୁତ ଲୋକ ଆଜି ଡେଟରେ ହୁଁ ମରିବା ପୂର୍ବରୁ ଲେଖି ବି ଦଉଛନ୍ତି। ବହୁତ ଜାଗାରେ ଆମେ ଦେଖିଛୁ ଏଇ ଯୋଉ ଗୋବରର ଏଇଗୁଡା ଥାଏ, ଏଇ ଆଜ୍ଞା ଯୋଉ କୋଠା ତିଆରି ହୁଏ, ତାର ବି ଗୋଟେ ପ୍ରକାରର ତିଆରି କରିକି ସେଥିରେ ବି ଏବେ ବହୁତ ଜାଗାରେ ନାଗପୁର ଫାଗପୁରରେ ସେଥିରେ ପୋଡା ହଉଛି। ଆଉ କାଠ ବି ୟୁଜ ହଉନି। ଦେଖନ୍ତୁ ଇନ ଦ ନିୟର ଫ୍ୟୁଚର ଗୋଟେ ଟାଇମ ଏମିତି ଆସିବ କି ତାକୁ ଆଉ କାଠଟା ୟୁଜ ମାନେ ବହୁତ ଜାଗାରେ କାହିଁକି ଆମ ଆସ୍ଥା ସାଙ୍ଗେ ଜଡିତ ହେଇଛି। ହୁଁ ଆପଣ ଏବେ ଏଇ ଡିମାଣ୍ଡ ବି ଆସିଛି ରଥର କାଠ ଫେର ୟୁଜ ହଉ, ହୁଁ ବୁଝିଲେ? ଆଜ୍ଞା ତାକୁ ବି ହଁ ବହୁତ ଜାଗାରେ ୟୁଜ ବି ହଉଛି। ଦେଖନ୍ତୁ ଏଗୁଡା ସବୁ ଲୋକଙ୍କର ରିଲିଜିୟସ ସେଣ୍ଟିମେଣ୍ଟ ସାଙ୍ଗରେ କନେକ୍ଟ ଅଛି। ଆଜ୍ଞା ଯଦି ତାର ଏମିତି ଚେଞ୍ଜ ହବ, ନ୍ୟାଚୁରାଲି ଚେଞ୍ଜ ହଉ, ଆକୁ ଇମ୍ପୋଜ କରିବାଟା ଠିକ ନୁହେଁ ମୁଁ କହିବି। ଆଉ କାଠ ଅଭାବ ସ୍ୱର୍ଗ ଦ୍ୱାରରେ ହୁଁ ଏଟା ଆଜ୍ଞା ସରକାର ତାଙ୍କର ଯୋଉ ହରିଶ୍ଚନ୍ଦ୍ର ସ୍କିମ ଅଛି, ହୁଁ ତାଙ୍କର ସେଥିରେ ନେଇଛନ୍ତି। ମୁଁ ଆଜ୍ଞା ଜାଣିପାରୁଛି କାଠ ଏବେ ସର୍ଟ ଅଛି, ବହୁତ ରେଷ୍ଟ୍ରିକସନ ଅଛି ହୁଁ ଜାଳନ କାଠ ଉପରେ। କିନ୍ତୁ ସ୍ୱର୍ଗ ଦ୍ୱାରରେ କାଠର ଅଭାବ ହବା କଥା ନୁହେଁ। କାହିଁକି ବହୁତ ଲୋକ ସେଠି ଆପଣ ଦେଖନ୍ତୁ ସ୍ୱର୍ଗଦ୍ୱାର ଖାଲି ପୁରୀ ପାଇଁ ନୁହେଁ, ଆଜ୍ଞା 200-300 କିଲୋମିଟର ଦୂରରୁ ବି ଲୋକ ଆସୁଛନ୍ତି। ଆଉ ଆଗରୁ ବି ବହୁତ ଲୋକ ଯେମିତି ଆମର ଚୈତନ୍ୟଙ୍କର ବେଙ୍ଗଲରୁୁ ବହୁତ ଲୋକ ଆସିକି ପୁରୀରେ ତାଙ୍କ ବୃଦ୍ଧାବସ୍ଥାରେ ରହୁଥିଲେ। ହୁଁ କାହିଁକି ଆମେ ମରିଲେ ଆମେ ସ୍ୱର୍ଗ ଦ୍ୱାରରେ ଆମେ ପୋଡାଯିବ। ମୁଁ ଆପଣଙ୍କୁ ଉଦାହରଣ ଦେବି, ଆମ ବାପା ଯେତେବେଳେ ଚାଲି ଯାଇଥିଲେ ଆଜ୍ଞା ମୁଁ ତାଙ୍କ ଅସ୍ଥି ନେଇକି ଯାଇଥିଲି କୁରୁକ୍ଷେତ୍ର। ଆମର ଫ୍ୟାମିଲି ସେ ଟ୍ରାଡିସନ ସେଇଠି ଯାଏ। ମୁଁ ସେ କୁରୁକ୍ଷେତ୍ରରେ ଯେତେବେଳେ ସେଠି ଯାହା ପଣ୍ଡିତ ମାନେ ତାଙ୍କୁ କହିଲି କୋଉଠୁ ଆସିଛନ୍ତି, ମୁଁ କହିଲି ମୁଁ ପୁରୀରୁ ଆସିଛି। ସେ ମତେ ଆଜ୍ଞା କହିଲେ ଆଜ୍ଞା ଆପଣ କଣ ମୂର୍ଖ? କହିଲେ ଆମର ଯଦି ଭଲ କଣ ଯୋଗ ଥିବ ଆମର ପୁରୀ ଯାଇଥାନ୍ତୁ, ଆପଣ ପୁରୀରୁ ଏଇଠି ପଳେଇ ଆସିଲେ। ମାନେ ସେ ପୁରୀକୁ ଏତେ ଗୋଟେ ମାନେ ସ୍ପଟ ଭାବୁଛନ୍ତି, ସେମାନେ ମତେ ଏ କଥା କହିଥିଲେ। ମାନେ ବୁଝିଲେ କହିପାରିବା କି ଗୋଟେ ସମସ୍ତଙ୍କ ଇଚ୍ଛା ଥାଏ ଯଦି ମରିବା ବେଳେ ମରିବି ଯଦି ବହୁତ ସ୍ୱର୍ଗ ଲୋକଙ୍କର ଦ୍ୱାରରେ ଥାଏ। ମତେ ପୋଡା ଯାଉ, ଗୋଟେ ୟେସ୍ ଇଚ୍ଛା ସେଇଟା ଥାଏ। ଗୋଟେ ମୋକ୍ଷ ପାଇବା କଥା ଆଜ୍ଞା। ବହୁତ ଏମିତି ଆଜ୍ଞା ଆଜି ନୁହେଁ, ସେଟା ବର୍ଷ ଶହ ଶହ ବର୍ଷ ହେଲା ଏ ବିଲିଫ ଟା ଅଛି। ଆଉ ମୁଁ ଯେମିତି କହିଲି ଏଟାରେ ଲଙ୍ଗ ରନ ରେ ମୁଁ ବି କହିପାରିବିନି। ଲଙ୍ଗ ରନ ରେ ତ କିଏ ଜାଣିଛି ଆଉ ଆମର କାଠ ମହାପ୍ରସାଦ ବି ଆଉ କାଠରେ ହବନି ଆଉ 100-200 ବର୍ଷ ପରେ। ଆଜ୍ଞା ଏଟା ପରମ୍ପରା ଚାରିଆଡେ ଭାଙ୍ଗୁଛି ଆଜ୍ଞା। ଶିଖ ମାନଙ୍କର ଗୁରୁଦ୍ୱାରରେ ଆଜ୍ଞା ସେ ତଳେ ପଙ୍ଗତ ପରି ବସିକି ଖାଉଥିଲେ, ଏବେ ଟେବୁଲ ଚେୟାର ରେ ଖାଉଛନ୍ତି। ହୁଁ ସେମାନେ ବି ଗ୍ୟାସ ୟୁଜ କରୁଛନ୍ତି ମାନେ ତାଙ୍କର କହିପାରିବା ବି। ଯୁଗ ଅନୁସାରେ ଲୋକଙ୍କର ବି ସେମିତି କିଛି ବଦଳୁଛି ଚିନ୍ତାଧାରା ଯେ ହଁ ଲୋକଙ୍କର ଭଲ, କିନ୍ତୁ ଏଟା କିଛି ଇମ୍ପୋଜ ନ ହଉ। ଆଚ୍ଛା ସରକାର ଇଏ ହୁଁ କଥା ନ କହୁ କି କାଠ ନାହିଁ। ଲୋକଙ୍କର ଚଏସ୍ ଅଛି। ଆପଣ ସେଠି ଅଲଟରନେଟିଭ ଦେଇଛନ୍ତି ଆମର ଇଏ ଇଲେକ୍ଟ୍ରିକ ଚୁଲା, ଇଲେକ୍ଟ୍ରିକ କ୍ରିମେସନ ରେ ହୁଁ ଯୋଉ ଲୋକ ଚାହୁଁଛି, ବୁଝିଲେ ହୁଁ ସେ ସେଠି କରୁ। ହୁଁ କିନ୍ତୁ ଏମିତି କିଛି ସିଚୁଏସନ କି ନା ଆମର କାଠ ନାହିଁ ସେଇଥିପାଇଁ ଆପଣ ଯାଆନ୍ତୁ, ସେଇଟା ହବା କଥା ନୁହେଁ। କାହିଁକି ମୁଁ ପୁଣି କହିଲି
ସେ ସ୍ୱର୍ଗ ଦ୍ୱାର ଗୋଟେ ଖାଲି ଗୋଟେ ମଶାଣୀ ନୁହେଁ, ସ୍ୱର୍ଗ ଦ୍ୱାର ଗୋଟେ ବହୁତ ଯେତେ ଯାହା ମନ୍ଦିରର ଐତିହ୍ୟ ସେହି ସ୍ୱର୍ଗ ଦ୍ୱାରର ବି ଐତିହ୍ୟ। ପୁରୀର ଯୋଉ ଆମର ଗୋବର୍ଦ୍ଧନ ପୀଠର ଯାହା ସେ ଅଛି ସେ ବହୁତ ପୁରୁଣା ସେ ଜାଗାଟା, ତାର ଗୋଟେ ବହୁତ ଇଏ ଅଛି, ମାନ୍ୟତା ଅଛି। ସେଇଠି ଇମ୍ପୋଜ କରିବାଟା ମତେ ମୋ ମତରେ ଠିକ ହବନି। କିନ୍ତୁ ଯେମିତି ଚେଞ୍ଜିଂ ଟାଇମ୍ସ ରେ ଗୋଟେ ଟାଇମରେ ସରକାର ବି ଏମିତି ଆଣିପାରେ ବ୍ୟାନ୍ ହେଇଯିବ, ଆପଣ ୟୁଜ କରିପାରିବେନି, ତାହେଲେ କଣ କରିବେ? ବାଧ୍ୟ ହେଇକି ଲୋକ ଫେର ଆପଣ ଖାଲି ଇଲେକ୍ଟ୍ରିକ କହୁଛନ୍ତି, ଭୁବନେଶ୍ୱରରେ ତ ଗ୍ୟାସ ରେ ବି ଚାଲିଛି।